ଆମ ହିନ୍ଦୁ ପରମ୍ପରା ଅନୁସାରେ ଯଦି ଆମର ନୂଆ ଘର ହୁଏ ଅଥଚ ଆମେ ଯଦି କୌଣସି ଭଡ଼ା ଘରେ ରହୁ ତାହେଲେ ସେ ଘରେ ରହିବା ଆଗରୁ ଆମେ ପ୍ରଥମେ ସେ ଘରେ ପ୍ରତିଷ୍ଠା କରୁ। ମାନେ ଯଦି ନୂଆ ଘର ହୋଇଥାଏ ତାହେଲେ ସେଇ ଘର ପ୍ରତିଷ୍ଠା ହୁଏ, ଅଥଚ ଯଦି ଭଡ଼ା ଘର ହୁଏ ତାହେଲେ ଆଗ ପୂଜା କରି ହିଁ ଆମେ ସେ ଘରେ ରହୁଥାଉ। ଅନ୍ୟ କୌଣସି ଧର୍ମ ବିଷୟରେ ତ ମୁଁ କିଛି କହିପାରିବିନି, କିନ୍ତୁ ହଁ ଆମ ହିନ୍ଦୁ ଧର୍ମ ଅନୁସାରେ ଏମିତି ହିଁ ଗୃହ ପ୍ରବେଶ କରାଯାଏ। ଏବେ ସାଙ୍ଗମାନେ ଆପଣମାନେ ତ ଏଇଆ ନିଶ୍ଚୟ ଭାବୁଥିବେ ଯେ ଏ ଘର ପ୍ରତିଷ୍ଠା କ'ଣ କରିବା ନିହାତି ଆବଶ୍ୟକ, ନା ନ କରିଲେ କ'ଣ ଅସୁବିଧା ହେବ? ଫ୍ରେଣ୍ଡସ୍, ସେଟା କରିବା ଦରକାର କି ନ ଦରକାର ଏ କାହାଣୀ ଆପଣ ଶେଷରେ ଶୁଣିଲା ପରେ ଜାଣିପାରିବେ। ଫ୍ରେଣ୍ଡସ୍, ସେମିତିକା ଗୋଟେ ଗୃହ ପ୍ରବେଶ ତଥା ଗୃହ ପ୍ରତିଷ୍ଠା ବିଷୟରେ ଆପଣମାନଙ୍କୁ ଗୋଟେ କାହାଣୀଟି କହିବି। କାହାଣୀ କହିବା ଆଗରୁ ମୁଁ ସ୍ମିତା ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ କରୁଛି। ଫ୍ରେଣ୍ଡସ୍, ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଆସିଛନ୍ତି ତାହେଲେ ଡେରି ନ କରି ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ବି ଦବାଇ ଦିଅନ୍ତୁ, ଯାହାଫଳରେ ମୋ ଚ୍ୟାନେଲରେ ଆସୁଥିବା କାହାଣୀ ଆଉ କବିତା ଆପଣମାନେ ଶୁଣିପାରିବେ। ତାହେଲେ ଚାଲନ୍ତୁ ଜଲ୍ଦି ଜଲ୍ଦି ଆରମ୍ଭ କରିବା ସେ କାହାଣୀଟି, ଯାହାକି ଗୋଟେ ଘର ପ୍ରତିଷ୍ଠାକୁ ନେଇ ଆଧାରିତ। ପ୍ରତାପ ସ୍ୱାଇଁ ହେଉଛନ୍ତି ସେ ଗୋଟେ ସ୍କୁଲ ଟିଚର। ସେ ବିବାହିତ ଲୋକ, ବୟସ ପାଖାପାଖି ତାଙ୍କର ସେଇ 45 ହେବ। ଏବେ ଯେହେତୁ ସେ ସରକାରୀ ଚାକିରି କରୁଛନ୍ତି, ତାଙ୍କର ବଦଳି ହୋଇଥିଲା ଗୋଟିଏ ଗାଁରେ, ଯେଉଁ ଗାଁର ନାଁ ଥିଲା ସୁଭଦ୍ରାପୁର। ଏବେ ସେଇ ଗାଁରେ ଯେହେତୁ ପ୍ରତାପ ସ୍ୱାଇଁ ବଦଳି ହୋଇଛନ୍ତି, ସେଥିପାଇଁ ସେ ଆଉ ତାଙ୍କ ସ୍ତ୍ରୀ ଆଉ ତା ସହ ତାଙ୍କର ଗୋଟେ ପୁଅ ଆଉ ଝିଅ ସମସ୍ତେ ସେଇ ଗାଁକୁ ଚାଲିଗଲେ। କାରଣ ସେ ବଦଳି ହୋଇଛନ୍ତି ବୋଲି ସେ ଏକା ତ ଯାଇପାରିବେନି, ସେଥିପାଇଁ ତାଙ୍କର ସବୁ ପରିବାରକୁ ଧରି ଚାଲିଗଲେ ସୁଭଦ୍ରାପୁର। ଆଉ ସେଇଠି ସେ ଗୋଟେ ଘର ଦେଖିଲେ। ଅବଶ୍ୟ ସ୍କୁଲ ତରଫରୁ କ୍ୱାର୍ଟର ମିଳିଥିଲା, କିନ୍ତୁ ସେ କ୍ୱାର୍ଟର ତାଙ୍କୁ କିଛି ଭଲ ଲାଗିଲାନି। ସେଥିପାଇଁ ସେ ଭାବିଲେ ଯେ ଘର ଭଡ଼ା ନେଇ ସେ ବାହାରେ ରହିବେ, ମାନେ ସେ କ୍ୱାର୍ଟର ରୁମ୍ରେ ନ ରହି ବାକି ବେସରକାରୀ ଘରେ ରହିବା ପାଇଁ ସ୍ଥିର କରିଲେ। ଦେଖୁ ଦେଖୁ ପ୍ରତାପ ସ୍ୱାଇଁଙ୍କୁ ଗୋଟେ ଭଲ ଘର ମଧ୍ୟ ମିଳିଗଲା, ମାନେ କମ୍ ରେଣ୍ଟରେ ଗୋଟେ ସୁନ୍ଦର ଘର। ଟାଇଲ୍ସ ପଡ଼ିଛି, ଲାଟ୍ରିନ୍ ବାଥରୁମ୍ର ସବୁ ସୁବିଧା ବି ଅଛି। ଲାଗୁଛି ତ ଏମିତି ଯେମିତି ସେଇଟା ଗୋଟେ ନୂଆ ଘର। ଏବେ ନୂଆ ଘର ହେଇକି ମଧ୍ୟ ଯଦି କମ୍ ରେଣ୍ଟରେ ମିଳୁଛି ତ ଏଇଟା ନିଶ୍ଚୟ ଭାବିବା କଥା। କିନ୍ତୁ ପ୍ରତାପ ସ୍ୱାଇଁ ଟିକେ ଲୋଭୀ ଲୋକ ହିଁ, ସେଥିପାଇଁ କମ୍ ରେଣ୍ଟରେ ମିଳୁଛି ବୋଲି ସେ ଘରକୁ ହିଁ ସେ ଫାଇନାଲ୍ କରିଦେଲେ। ଆଉ ପ୍ରତାପ ସ୍ୱାଇଁ ସେ ଗୋଟେ ହିନ୍ଦୁ ଲୋକ ହିଁ ଥିଲେ, କିନ୍ତୁ ପରେ ସେ ଧର୍ମ ପରିବର୍ତ୍ତନ କରିଦେଲେ, ଯାହାକି ଖ୍ରୀଷ୍ଟିଆନ ଧର୍ମକୁ ନେଇଗଲେ। ଆଉ ତାପରେ ସେ ପୂଜା ପାଠ ସବୁ କିଛି ଭୁଲିଗଲେ, ମାନେ ମନେ ଅଛି କିନ୍ତୁ ପୂଜା ପଦ୍ଧତି ଆଉ କରିଲେନି। ଏବେ ଯେତେବେଳେ ପ୍ରତାପ ସ୍ୱାଇଁଙ୍କୁ ସେ ଘରଟି ମନ ପାଇଗଲା, ସେଥିପାଇଁ ସେ ସେଇ ଘରେ ଆଉ କିଛି ପୂଜା ନାଚ କଲେନି, ଆଉ କିଛି ବି କଲେନି। ବାସ୍ ଘର ଦେଖିଲେ, ଫାଇନାଲ୍ ହେଇଗଲା, ଆଉ ତାପରେ ସବୁ ଫ୍ୟାମିଲି ମେମ୍ବରକୁ ଡାକି ସେ ଘରେ ରହିବା ଆରମ୍ଭ କରିଦେଲେ। ଏବେ ସେ ଘରେ ରହିଗଲେ ସତ, କିନ୍ତୁ ପୂଜା ପାଠ ତ କରିନାହାନ୍ତି। ସେ ପୂଜା ପାଠ ନ କରିବା ଦ୍ୱାରା ବି ତାଙ୍କୁ ବିଶେଷ କିଛି ଫରକ ହିଁ ପଡ଼ିଲାନି, କାରଣ ସେ ତ ଏମିତିରେ ଧର୍ମ ପରିବର୍ତ୍ତନ କରିଦେଇଛନ୍ତି। ଏବେ ଖ୍ରୀଷ୍ଟିଆନ ଯେହେତୁ ହେଇଯାଇଛନ୍ତି, ସେ ଏ ପୂଜା ପାଠକୁ ଗୋଟେ ତୁଚ୍ଛ ମନୋଭାବରେ ମାନିବା ଆରମ୍ଭ କରିଦେଲେ। ଏବେ ବିନା ପୂଜା ପାଠରେ ଯେହେତୁ ସେ ଘରେ ପ୍ରବେଶ କରିଲେ, କିଛି ଦିନ ଯାଏ ତ ସବୁ ଠିକ୍ଠାକ୍ ହିଁ ଲାଗିଲା। ମାନେ ସବୁକିଛି ଯେହେତୁ ସେ ଘରେ ଉପଲବ୍ଧ ଅଛି, ଲାଟ୍ରିନ୍ ବାଥରୁମ୍ ପାଣି ଇଲେକ୍ଟ୍ରିକ୍ ସବୁ କିଛି ସୁବିଧା ଅଛି, ତ କିଛି ଦିନ ଯାଏ ତାଙ୍କୁ କିଛି ଲାଗିଲାନି, ନା ତ ପ୍ରତାପ ସ୍ୱାଇଁଙ୍କୁ ନା ତ ତାଙ୍କ ସ୍ତ୍ରୀ ଆଉ ଛୁଆକୁ। କିନ୍ତୁ ଦିନ ପରେ ଦିନ ଯେମିତି ଗଡ଼ି ଚାଲିଲା, ପ୍ରତାପ ସ୍ୱାଇଁଙ୍କୁ ତ କିଛି ଅନୁଭବ ହିଁ ହେଲାନି, କାରଣ ସେ ତ ଦିନଯାକ ସ୍କୁଲରେ ସମୟ କାଟୁଛନ୍ତି। କିନ୍ତୁ ପ୍ରତାପ ସ୍ୱାଇଁଙ୍କର ସ୍ତ୍ରୀ ଆଉ ତାଙ୍କ 2 ଛୁଆ, ସେମାନେ କିଛି
ଅଜବ ଅଜବ ଶବ୍ଦ ଅନୁଭବ କରୁଛନ୍ତି, ଯେମିତିକି କାନ୍ଦିବା ଶବ୍ଦ, ଯେମିତିକି କାହାର ଚିତ୍କାର, ଗୋଟେ ବୃଦ୍ଧ ମହିଳାର ଚିତ୍କାର। ଏବେ ସେ ଶବ୍ଦ କେବଳ ପ୍ରତାପ ସ୍ୱାଇଁଙ୍କ ସ୍ତ୍ରୀ ଆଉ ତାଙ୍କ ଛୁଆମାନେ ହିଁ ଶୁଣିପାରୁଛନ୍ତି। ଆଉ ସେଇଟା ବି ସବୁବେଳେ ନୁହଁ, ବାସ୍ ବେଳେ ବେଳେ। ଏବେ ଯେବେ ଏମିତିକା ଶବ୍ଦ ଶୁଭାଯାଉଛି, ମାନେ ପ୍ରତାପ ସ୍ୱାଇଁଙ୍କ ସ୍ତ୍ରୀ ଆଉ ତାଙ୍କ ଦି ଛୁଆକୁ ସେମାନେ ତ କିଛି ଦିନ ନୋଟିସ୍ କରିଲେ ଯେ ଏ ଶବ୍ଦ କେଉଁଠୁ ଶୁଭୁଛି। ସେମାନେ ବାସ୍ ଖୋଜି ଚାଲିଲେ ଯେ ଏଇ ଶବ୍ଦ କେଉଁଠୁ ଶୁଭୁଛି। କିନ୍ତୁ ସେମାନଙ୍କୁ ଶବ୍ଦ ସିନା ଶୁଭୁଛି, କିନ୍ତୁ କୌଣସି ବ୍ୟକ୍ତିର ଦେହ ଦେଖାଯାଉନି। ମାନେ କେଉଁଠୁ ଆସୁଛି ଶବ୍ଦ ଯେତେବେଳେ ଖୋଜୁଛନ୍ତି, କେଉଁ ମଣିଷ ହିଁ ଦେଖାଯାଉନି। ଆଉ ଏମିତିରେ ସେମାନେ ବି ଟିକେ ଡରିବାରେ ଆରମ୍ଭ କରିଲେ, କାରଣ ଖାଲି ଶବ୍ଦ ହିଁ ଶୁଭୁଛି, ମଣିଷ କିଏ ଦେଖାଯାଉନାହାନ୍ତି। ଏବେ ଯେତେବେଳେ ଏମିତି ସବୁ ଘଟଣା ସେମାନଙ୍କ ସହ ଘଟୁଛି, ସେଥିପାଇଁ ପ୍ରତାପ ସ୍ୱାଇଁଙ୍କ ସ୍ତ୍ରୀ ଆଉ ଛୁଆ 3 ଜଣ ମିଶି ପ୍ରତାପ ସ୍ୱାଇଁଙ୍କୁ ସେ କଥା କହିଲେ ଯେ ସେମାନଙ୍କୁ ସେ ଘରେ କିଛି ଅଜବ ଅଜବ ଶବ୍ଦ ଶୁଭୁଛି। କିନ୍ତୁ ପ୍ରତାପ ସ୍ୱାଇଁ ତ ବହୁତ ଲୋଭୀ। ସେ କହିଲେ କି ଆରେ ଏଇଟା କିଏ ଡରେଇବା ପାଇଁ ଏମିତି କରୁଥିବ, ବେଶୀ କିଛି ଡରିବା ଆବଶ୍ୟକ ନୁହଁ, ଆଉ ସେସବୁ ଶବ୍ଦ ଆସିଲେ ଇଗ୍ନୋର କର। ଏବେ ଯେତେବେଳେ ପ୍ରତାପ ସ୍ୱାଇଁ ସେମିତି କଥା କହିଲେ, ଏବେ ତାଙ୍କ ସ୍ତ୍ରୀ ତ ଟିକେ ସାଇଲେନ୍ସ ରହିଗଲେ ନିଶ୍ଚୟ। କିନ୍ତୁ ତାଙ୍କ 2 ପିଲା ଛୁଆ ଗୁଡ଼ାକ ଏଇଆ କହିଲେ କି ନା ବାବା, ସେ ସାଉଣ୍ଡ ନା କେଉଁଠୁ ଆସୁଛି ଆମେ ଜାଣିନୁ, କିନ୍ତୁ ସତରେ ଶୁଣିଲେ ଭାରି ଭୟ ଲାଗୁଛି। ପ୍ରତାପ ସ୍ୱାଇଁ ତାଙ୍କ 2 ଛୁଆକୁ ବୁଝିବା ପାଇଁ ଏଇଆ କହିଲେ କି ଆରେ ଯଦି ତୁମକୁ ଡର ଲାଗୁଛି ତାହେଲେ ତମ ମମିଙ୍କ ପାଖକୁ ଧାଇଁ ଧାଇଁ ଚାଲି ଆସ, ଡର ଆଉ କିଛି ଲାଗିବନି। ଏବେ ଯେତେବେଳେ ସେମିତି କଥା ପ୍ରତାପ ସ୍ୱାଇଁ କହିଲେ, ଏବେ 2 ଛୁଆ ମଧ୍ୟ ସେମିତି ହିଁ କରିଲେ। ଦେଖୁ ଦେଖୁ 10-15 ଦିନ ହେଇଗଲା। ଯେଉଁ ଶବ୍ଦ ଶୁଭାଯାଉଥିଲା ଏବେ ଗୋଟେ ଛାଇ ବି ଦେଖାଯାଉଛି, ଯାହାକି କେବଳ ସେ ଘରର 2 ଛୁଆ ହିଁ ଦେଖୁଛନ୍ତି। ସେ ଛାଇ କି ଶବ୍ଦ ନା ତ ସେ ସ୍ୱାମୀ ସ୍ତ୍ରୀଙ୍କୁ ଶୁଭୁଛି ନା ଦେଖାଯାଉଛି, ମାନେ ପ୍ରତାପ ସ୍ୱାଇଁ ଆଉ ତାଙ୍କ ସ୍ତ୍ରୀ କଥା କହୁଛି। ଏବେ ଯେତେବେଳେ ପିଲା ଛୁଆମାନେ ସେ ଛାଇ ଆଉ ଶବ୍ଦ ଦେଖୁଛନ୍ତି, ଆଉ ତାଙ୍କୁ ଏମିତି ଲାଗୁଛି ଯେ କିଏ ଯେମିତି ତାଙ୍କୁ ଟାଣି ନେଇଯିବ। ଏବେ ଏମିତିକା ଦୃଶ୍ୟଗୁଡ଼ା ଦେଖି ଛୁଆମାନେ ତ ଡରିଗଲେ। ସେମାନେ ଆସି ତାଙ୍କ ବାପା ଆଉ ମାଆଙ୍କୁ କହିଲେ, ମାନେ ପ୍ରତାପ ସ୍ୱାଇଁ ଆଉ ତାଙ୍କ ସ୍ତ୍ରୀକୁ କହିଲେ। କିନ୍ତୁ ପ୍ରତାପ ସ୍ୱାଇଁ ତ ମାନିବାରେ ହିଁ ନାରାଜ, କାରଣ ସେ ତ ଖ୍ରୀଷ୍ଟିଆନରେ ସେ ମାନେ ଧର୍ମଗ୍ରହଣ କରିଦେଇଛନ୍ତି। ସେଥିପାଇଁ ସେ ଆଉ ଏମିତିକା ଜିନିଷ ଗୁଡ଼ାକୁ ବିଶ୍ୱାସ କରୁନାହାନ୍ତି। ଏବେ ଯେତେବେଳେ ବାରମ୍ବାର ପିଲା ଛୁଆ କହିଲା ପରେ ହେଲେ ମଧ୍ୟ ସେ ସେମାନଙ୍କ କଥାକୁ ଇଗ୍ନୋର କରିଲେ। ଏମିତି 2-3 ଦିନ ପରେ ପିଲାମାନେ ଯେଉଁ ଶୋଇଛନ୍ତି ଆଉ ଉଠିଲେନି। ଯେତେବେଳେ ପିଲା ଛୁଆ ଉଠିଲେନି, ପ୍ରତାପ ସ୍ୱାଇଁଙ୍କ ସ୍ତ୍ରୀ ତ ବହୁତ ଡରିଗଲେ। ଆଉ ସେ ଯାଇ କହିଲେ ପ୍ରତାପ ସ୍ୱାଇଁଙ୍କୁ ଯେ ତାଙ୍କ ଛୁଆ ଆଉ ଉଠୁନାହାନ୍ତି। ଏବେ ଏମିତିକା କଥା ଶୁଣିଲା ପରେ ପ୍ରତାପ ସ୍ୱାଇଁ ଟିକେ ଡରିଗଲେ, ମାନେ ଏଇଥିପାଇଁ ଡରିଲେ ଯେ ତାଙ୍କ ଛୁଆମାନଙ୍କର କ'ଣ ହେଇଯାଇଛି ବୋଲି। ସେଥିପାଇଁ ସେ ଡକ୍ଟରଙ୍କୁ ଡକେଇଲେ। ଏବେ ଡକ୍ଟର ତ ଦେଖି କିଛି ଜାଣିପାରିଲେନି। ସେ କହିଲେ 2 ଛୁଆଙ୍କୁ ନେଇ ହସ୍ପିଟାଲରେ ଆଡ଼ମିଟ୍ କରିଦିଅ, ତାହେଲେ କିଛି ଜଣାପଡ଼ିବ। ଏବେ ସେମିତି ହିଁ ପ୍ରତାପ ସ୍ୱାଇଁ କରିଲେ, 2 ଛୁଆକୁ ନେଇ ହସ୍ପିଟାଲରେ ଆଡ଼ମିଟ୍ କରାଇଦେଲେ। ଏବେ ଡକ୍ଟର ମାନେ ବି ପୁରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ସେତେ କିଛି ମେଜର ହିଁ ହେଇନି ପିଲାମାନଙ୍କର, କିନ୍ତୁ ସେନ୍ସ କାହିଁକି ଆସୁନି, ସେମାନେ ବି ପୁରା ଆଶ୍ଚର୍ଯ୍ୟ। ପ୍ରତାପ ସ୍ୱାଇଁ ତ ଏବେ ପୁରା ଛାନିଆରେ ରହିଗଲେ ଯେ ଡକ୍ଟରମାନେ ଏମିତି କାହିଁକି କିଛି ରିପୋର୍ଟ ଦେଇପାରୁନାହାନ୍ତି ଯେ ସେ 2 ଛୁଆର କ'ଣ ହେଇଛି। ଏବେ ଯେତେବେଳେ ସେ ଦୁଃଖରେ ଭାଙ୍ଗି ପଡ଼ି ଗୋଟେ ଜାଗାରେ ବସିଥିଲେ, ସେହି ସମୟରେ ସେ ଘରର ପଡ଼ିଶା ଲୋକ, ମାନେ ପ୍ରତାପ ସ୍ୱାଇଁ ଯେଉଁ ଘରେ ରହୁଛନ୍ତି ସେଇ ଘରର ପଡ଼ିଶା ଲୋକ ଜାଣିଲେ ଯେମିତି ତାଙ୍କ 2 ଛୁଆର ଏମିତି ହାଲତ ହେଇଛି, ସେ ସାନ୍ତ୍ୱନା ଦେବା ପାଇଁ ପ୍ରତାପ ସ୍ୱାଇଁଙ୍କ ପାଖରେ ପହଞ୍ଚିଲେ। ଆଉ କହିଲେ କି ସେ ଯେଉଁ ଘରେ ରହୁଛନ୍ତି ସେଇ ଘରେ ଏମିତି ଆଗରୁ 3 ଜଣଙ୍କ ପରିବାରର ସହିତ ବି ଏମିତି ହିଁ ହେଇଛି, ମାନେ ସେମାନଙ୍କ ବାପା ମାଆଙ୍କର କିଛି ହେଉନି, ସେମାନଙ୍କର ଛୁଆମାନଙ୍କ ଉପରେ ଗୋଟେ ଆତ୍ମାର ବଶୀଭୂତ ରହିଯାଉଛି।
ଆଉ ସେ ପଡ଼ିଶା ଲୋକ ଏଇ ବୁଝେଇ କହିଲେ ଯେ ସେ ଯଦି ଏ ଘରେ ରହୁଛନ୍ତି ତାହେଲେ ରହିବା ଆଗରୁ ଘର କାହିଁକି ପ୍ରତିଷ୍ଠା କରିଲେନି? ଯଦି ପ୍ରତିଷ୍ଠା ହେବ କି ହୋମଯଜ୍ଞ ହେବ ତାହେଲେ ସେ ଘରରେ ଯେତିକି ବି ନକାରାତ୍ମକ ଶକ୍ତି ଅଛି ସେସବୁ ସେଇଠୁ ଦୂରେଇ ଚାଲିଯିବ। ଏବେ ଯେତେବେଳେ ପ୍ରତାପ ସ୍ୱାଇଁଙ୍କୁ ସେ ପଡ଼ିଶା ଲୋକଟି ବୁଝେଇ କହିଲେ ସେଇ ସମୟରେ ସେ ଭାବିବା ପାଇଁ ପୁରା ବାଧ୍ୟ ହେଲେ ଯେ ସେ ଘରେ ହୁଏତ କିଛି ଅଦୃଶ୍ୟ ଶକ୍ତି ଅଛି ଯାହାକୁ କି ପ୍ରତାପ ସ୍ୱାଇଁ ଏବେ ବି ନିଜେ ଅନୁଭବ କରିନାହାନ୍ତି, ଯାହାଫଳରେ ପିଲାମାନଙ୍କର ଏମିତି ଦୁର୍ଦ୍ଦଶା ହେଇଛି। ଅବଶ୍ୟ ଆଗରୁ ବି ସେ ଦୁଇ ଛୁଆ କହିବାକୁ ଚେଷ୍ଟା କରିଥିଲେ ପ୍ରତାପ ସ୍ୱାଇଁଙ୍କୁ, କିନ୍ତୁ ତାଙ୍କର ସେ ଅଣଦେଖା ହିଁ ଆଜି ସେ ପିଲାମାନଙ୍କର ଏମିତି ଅବସ୍ଥା ହେଇଛି। ଏବେ ପ୍ରତାପ ସ୍ୱାଇଁ ମଧ୍ୟ ବୁଝି ସାରିଲେ ଯେ ଏମିତି ଧର୍ମ ପରିବର୍ତ୍ତନ କରିବା ଦ୍ୱାରା ଆଉ ଗୋଟେ ଧର୍ମକୁ ଏମିତି ଅଣଦେଖା କରିବା ଦ୍ୱାରା ହୁଏତ ତାର ହିଁ ପ୍ରଭାବ ହେଇଥାଇପାରେ। ସେଥିପାଇଁ ସେ ବାଧ୍ୟ ହେଲେ ପୁଣି ଥରେ ହିନ୍ଦୁ ଧର୍ମକୁ ଆସିବାକୁ। ଏବେ ସେ ସମୟ ପରିସ୍ଥିତି ଅନୁସାରେ ସିନା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ, କିନ୍ତୁ ବାସ୍ତବରେ ସେ ବି ଗୋଟେ ହିନ୍ଦୁ ଲୋକ ହିଁ ଥିଲେ। ଏବେ ଯେତେବେଳେ ସେ ପୁଣି ଥରେ ହିନ୍ଦୁ ଧର୍ମକୁ ଚାଲି ଆସିଲେ, ମାନେ ସେ ବେଦ ଭାଗବତକୁ ମାନିବାରେ ଆରମ୍ଭ କରିଲେ, ସେ ସମୟରେ ସେ ଚାଲିଗଲେ ଗୋଟେ ତାନ୍ତ୍ରିକ ଲୋକ ପାଖକୁ, ଯିଏକି ତାଙ୍କ ଛୁଆର ପୁଣି ଥରେ ହସ ଖୁସି ଦିନ ଫେରେଇ ଆଣିବ। ଆଉ ସେ ପଡ଼ିଶା ଲୋକଙ୍କୁ ଧରି ହିଁ ସେ ଚାଲିଗଲେ ସେ ତାନ୍ତ୍ରିକ ଲୋକ ପାଖକୁ। ଆଉ ନେହୁରା ହେଇ କହିଲେ ଯେ ସେ ଯେମିତି ବି ହଉ ତାଙ୍କ ଦୁଇ ଛୁଆକୁ ଦେଖନ୍ତୁ, ଜାଣନ୍ତୁ ଯେ କିଏ ଏମିତି କାହିଁକି କରୁଛି। ଏବେ ସେ ତାନ୍ତ୍ରିକ ଲୋକ ମଧ୍ୟ ପ୍ରତାପ ସ୍ୱାଇଁଙ୍କ କଥା ଶୁଣି ଚାଲି ଆସିଲେ ସେ ଦୁଇ ଛୁଆଙ୍କ ପାଖକୁ, ମାନେ ପ୍ରତାପ ସ୍ୱାଇଁଙ୍କ ଦୁଇ ଛୁଆଙ୍କ ପାଖକୁ। ଆଉ ଆସି ଦେଖିଲେ ଯେ ତାଙ୍କ ଦେହରେ ଦୁଇଟି ସ୍ୱାମୀ ସ୍ତ୍ରୀଙ୍କ ଆତ୍ମା ଅଛି। ସେ ବିଷୟରେ ଜାଣିବା ପାଇଁ ସେ ଦୁଇ ଆତ୍ମାକୁ ବଶୀଭୂତ କରିବା ପାଇଁ ଚେଷ୍ଟା କରିଲେ, ମାନେ ନିଜ ତନ୍ତ୍ର ଶକ୍ତି ସାଧନା ବଳରେ ସେ ଦୁଇ ଆତ୍ମା ସହିତ କଥା ମଧ୍ୟ ହେଲେ ଯେ ସେ ଦୁଇ ଆତ୍ମା କାହିଁକି ଦୁଇ ଛୁଆଙ୍କ ଦେହରେ ଲାଗିଯାଇଛନ୍ତି। ଏବେ ଯେତେବେଳେ ସେ ତାନ୍ତ୍ରିକ ଲୋକଟି ଏମିତି କରିଲେ ଯେ ସେ ଜାଣିପାରିଲେ ଯେ ସେମାନେ ଏମିତି କରିବା ଦ୍ୱାରା ତାଙ୍କ ଆତ୍ମା ସହିତ ଯଦି କିଏ କଥା ହୁଏ ତାହେଲେ ସେମାନଙ୍କ ମନର ଦୁଃଖ ସେମାନେ କହିପାରିବେ, ଯାହାକି ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ପୂରଣ ହୋଇପାରିଥିଲା। ଏମିତି ତ ଆଗରେ ଦୁଇ ଚାରିଙ୍କ ପରିବାରରେ କରିଥିଲେ, କିନ୍ତୁ ସେମାନେ ଯେହେତୁ ଘର ଛାଡ଼ିକି ଚାଲିଗଲେ ଆଉ ସେମାନେ କିଛି ବି କରିପାରିଲେନି। ନା ତ ସେ ଦୁଇ ଆତ୍ମାର ଦୁଃଖ କଥା ଜାଣିଲେ, କିନ୍ତୁ ପ୍ରତାପ ସ୍ୱାଇଁ ଯେହେତୁ ଗୋଟେ ତାନ୍ତ୍ରିକ ଲୋକକୁ ଧରିକି ଆଣିଲେ, ତାହାଦ୍ୱାରା ସେମାନେ ସେମାନଙ୍କ ମନର କହକୁ ପ୍ରକାଶ କରିପାରିଲେ। ଏବେ ଯେତେବେଳେ ସେ ତାନ୍ତ୍ରିକ ଲୋକଟି ସେ ସ୍ୱାମୀ ସ୍ତ୍ରୀକୁ କହିଲେ ଯେ ସେମାନେ ଏମିତି କାହିଁକି କରୁଛନ୍ତି ଆଉ ତାଙ୍କର ମନର କହ କ'ଣ ଅଛି, ସେତେବେଳେ ସେ ଦୁଇ ସ୍ୱାମୀ ସ୍ତ୍ରୀ ଏଇଆ କହିଲେ କି ଯେ ଯେଉଁ ଘରେ ସେମାନେ ରହୁଛନ୍ତି ସେଇଟା ହେଉଛି ତାଙ୍କ ନିଜ ଘର। ମାନେ ସେ ସ୍ୱାମୀ ଲୋକଟି ସେ ଚାକିରି କରୁଥିଲେ ଆଉ ତାଙ୍କ ରିଟାୟାରମେଣ୍ଟ ପଇସାରୁ ଟିକେ ନିକେ କରି ଗୋଟେ ଘରଟି ବନେଇଛନ୍ତି। ଆଉ ସେ ଘରର ଅନର ହେଉଛନ୍ତି ସେ ସ୍ୱାମୀ ଆଉ ସ୍ତ୍ରୀ ଦୁହେଁ ଥିଲେ, ଆଉ ତାଙ୍କର ଗୋଟିଏ ବୋଲି ପୁଅ ଥିଲା, ଯାହାକୁ କି ସେ ବାହାରେ ରଖି ପଢ଼ଉଥିଲେ। ସିଏ ବି ଗୋଟେ କ୍ୱାଲିଫାଏଡ଼ ପୁଅ, ସଫ୍ଟୱେୟାର ଇଞ୍ଜିନିୟରିଂ କରୁଥାଏ। ଆଉ ସିଏ ଭଲ ପାଇ ଗୋଟେ ଝିଅକୁ ବାହା ହେଲା ଯିଏକି ମଡ଼େଲିଂ କରୁଥିଲା। ଏବେ ଯେତେବେଳେ ଆଙ୍କର କିଛି ପଇସା ଥିଲା, ମାନେ ସେ ସ୍ୱାମୀ ସ୍ତ୍ରୀ ବୃଦ୍ଧ ସ୍ୱାମୀ ସ୍ତ୍ରୀ ତାଙ୍କର କିଛି ଟଙ୍କା ଥିଲା ଆଉ ଘର ଥିଲା, ସେଥିପାଇଁ ସେ ମଡ଼େଲିଂ କ'ଣ କରିଲା ନା ତାଙ୍କ ପୁଅକୁ ବାହା ହେଲା ପରେ ଆଙ୍କୁ ବହୁତ ଟର୍ଚର କରିଲା, ଆଉ ଏମିତିକି ଖାଇବାରେ ବିଷ ଦେଇ ଏ ଦୁହିଁଙ୍କୁ ମାରି ଦେଇଥିଲା, ଯାହାର କି ସତ କଥା କେବଳ ସେ ସ୍ତ୍ରୀ ଲୋକ ହିଁ ଜାଣିଛି। ମାନେ ସେ ସ୍ୱାମୀ ସ୍ତ୍ରୀଙ୍କର ସେ ବୋହୂ ଆଉ ସେ ସ୍ୱାମୀ ସ୍ତ୍ରୀ ମାନେ ଯିଏ ମରିଗଲେ ତାଙ୍କେ ତିନି ଜଣ ହିଁ ଜାଣିଛନ୍ତି। ଏବେ ଯେତେବେଳେ ସେମାନେ ମରିଗଲେ ତାଙ୍କ ପୁଅ ତ ଏଇଆ ହିଁ ଭାବୁଛି ଯେ କୌଣସି ଫୁଡ୍ ପଏଜନ୍ ଦ୍ୱାରା ଏମିତି ହେଇଯାଇଛି, କିନ୍ତୁ ବାସ୍ତବ ଘଟଣା ସେ ବି ଜାଣିନି। ବାସ୍ ସେ ସ୍ୱାମୀ ସ୍ତ୍ରୀ ଏମିତି କରିବା ଦ୍ୱାରା କାଳେ ତାଙ୍କ ପୁଅ ସତ କଥା ଜାଣିବ ଆଉ ତାଙ୍କ ସ୍ତ୍ରୀକୁ ଉଚିତ ଶିକ୍ଷା ଦେବ, ସେଇଟା କରିବା ପାଇଁ ହିଁ ଏମାନେ ସେଇ ଦୁଇ ପିଲାଙ୍କୁ ଆକ୍ରମଣ କରିଥିଲେ। ଅବଶ୍ୟ କାହାର ଜୀବନ ନେଇନାହାନ୍ତି, ବାସ୍ ସେମାନଙ୍କ ମନର କୋହକୁ ଜଣାଇବା ପାଇଁ ସେ ଦୁଇ ଛୁଆର ଦେହକୁ ବ୍ୟବହାର କରିଲେ। ଏବେ ଏମିତି ସବୁ ଘଟଣା ଘଟିଲା ପରେ ପ୍ରତାପ ସ୍ୱାଇଁ ସେଇ
ଅନରକୁ ଫୋନ୍ କରିଲେ। ଏବେ ସେ ସ୍ୱାମୀ ସ୍ତ୍ରୀ ତ ମରିଯାଇଛନ୍ତି। ଏବେ ସେ ଘରର ଅନର ଯେହେତୁ ତାଙ୍କ ପୁଅ ତାକୁ ଫୋନ୍ କରି ଡକେଇଲେ। ଆଉ ସବୁ ଘଟଣା ଗୁଡ଼ାକ ସେ ଜାଣିଲେ ମଧ୍ୟ। ଏବେ ଯେତେବେଳେ ସେ ଦୁଇ ବୃଦ୍ଧ ସ୍ୱାମୀ ସ୍ତ୍ରୀଙ୍କ ପୁଅ ଜାଣିସାରିଲା, ସେ ବି ଜାଣିଲା ଯେ ଆଜିକାଲିର ମଡେଲିଂ ଝିଅମାନେ କେତେ ଖତରନାକ ବି ଥାନ୍ତି। ଏବେ କ'ଣ ଅଛି, ଯେତେବେଳେ ସେ ବୃଦ୍ଧ ସ୍ୱାମୀ ସ୍ତ୍ରୀଙ୍କ ପୁଅ ଜାଣିସାରିଲା, ସେ ବାଧ୍ୟ ହେଲା ତାଙ୍କ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ। ତାପରେ କ'ଣ ଅଛି, ତାଙ୍କ ମନର କହ ଯେତେବେଳେ ତାଙ୍କ ପୁଅ ଜାଣିସାରିଲା, ସେତେବେଳେ ମଧ୍ୟ ସେ ଶାନ୍ତି ଅନୁଭବ କରିଲେ। ତାପରେ ତାଙ୍କ ଆତ୍ମା ସେ ଦୁଇ ଛୁଆ ଦେହରୁ ବାହାରି ପଡ଼ିଲେ। ଏବେ ସବୁ ସତ କଥା ଜାଣିଲା ପରେ ସେ ପୁଅ ମଧ୍ୟ ବହୁତ ଅନୁତାପ କରିଲା ଯେ ତାର ଗୋଟେ ନିଷ୍ପତ୍ତି ଦ୍ୱାରା ହିଁ ତା ବାପା ମାଆଙ୍କ ଜୀବନ ଆଜି ଚାଲିଯାଇଛି। ଆଉ ସେ ଜୀବନ ଯାକ ସେ ପଶ୍ଚାତାପରେ ହିଁ ବଞ୍ଚିଲା। ଆଉ ପ୍ରତାପ ସ୍ୱାଇଁଙ୍କ ଘଟଣା ବି, ସେ ଯେଉଁ ଧର୍ମକୁ ଗ୍ରହଣ କରିଥିଲେ ତାକୁ ବି ସେ ମାନିଛନ୍ତି ସତ, କିନ୍ତୁ ହିନ୍ଦୁ ଧର୍ମକୁ ସେ ବି ଛାଡ଼ି ପାରିଲେନି। ସିଏ ବି ବାଧ୍ୟ ହେଲେ ହିନ୍ଦୁ ଧର୍ମକୁ ଗ୍ରହଣ କରିବାରେ। ଆଉ ସେ ଖ୍ରୀଷ୍ଟିଆନ ଧର୍ମକୁ ବି ଅଣଦେଖା କରିପାରିଲେନି। ମାନେ ଗୋଟିଏ ମଣିଷ ସତ, କିନ୍ତୁ ସେ ଦୁଇ ଧର୍ମକୁ ଗ୍ରହଣ କରିଲେ। ତାପରେ କ'ଣ ଅଛି, ପ୍ରତାପ ସ୍ୱାଇଁ ସେ ଘର ପ୍ରତିଷ୍ଠା କରିଲେ। ତାପରେ ସେ ସ୍ୱାମୀ ସ୍ତ୍ରୀଙ୍କ ନାଁରେ କିଛି ଅନ୍ନ ଭୋଜନ ମଧ୍ୟ ଦେଲେ। ତାପରେ ସବୁକିଛି ଠିକ୍ ଠାକ୍ ହେଇଗଲା। ଏବେ ପ୍ରତାପ ସ୍ୱାଇଁ ବି ଠିକ୍, ଆଉ ତାଙ୍କ ପୁଅ ଝିଅ ବି ଠିକ୍। ଆଉ ସେ ମରିଯାଇଥିବା ସ୍ୱାମୀ ସ୍ତ୍ରୀ, ବୃଦ୍ଧ ସ୍ୱାମୀ ସ୍ତ୍ରୀ, ସେମାନେ ବି ମୁକ୍ତି ପାଇସାରିଲେଣି। ଫ୍ରେଣ୍ଡସ୍, ଏଇଟା ତ ଥିଲା ପ୍ରତାପ ସ୍ୱାଇଁଙ୍କ କାହାଣୀ। ଆପଣମାନଙ୍କୁ କେମିତି ଲାଗିଲା ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ହଁ ସାଙ୍ଗମାନେ, ମୁଁ ଏ କାହାଣୀରେ କୌଣସି ଧର୍ମକୁ ପଏଣ୍ଟ କରିକି କହୁନି। ଏଇଟା ବାସ୍ କାଳ୍ପନିକ କାହାଣୀଟି। এই କାହାଣୀକୁ ନେଇ ଆପଣ କେବେ ଧର୍ମର ବିରୁଦ୍ଧକୁ ଯାଆନ୍ତୁନି। ବାସ୍ କାହାଣୀ ଅନୁସାରେ ହିଁ ମୁଁ କିଛି କହିଲି। ଯଦି କୌଣସି ଭୁଲ ଥିବ ତାହେଲେ କ୍ଷମା କରିବେ।